ଆଜ୍ଞା ମାନେ ଦେଖୁଁ ଯେତେବେଳେ କେନ୍ ସେ ମନୁଷ୍ୟ ସତ୍କର୍ମ କର୍ସି ସେ ମହାପୁରୁଷ କିମ୍ବା ଦେବତା ବନସି। ଯେତେବେଳେ କେନ୍ ସେ ନାରୀ ସତ୍କର୍ମ କଲେ ମହାନାରୀ କିମ୍ବା ତାକେ ଦେବୀ କହିସୁଁ। ତାଙ୍କର ବି ଉପରେ ଓଁକାରେଶ୍ୱର ଅଛନ୍। ସେ ଓಂ ନିରାକାର ପରମାତ୍ମା କି ବିଭିନ୍ନ ଧର୍ମର ଲୋକେ ଭିନ୍ନ ଭିନ୍ନ ମାନସନ୍। କିଏ ଅଲ୍ଲାହ କହିସନ୍, କିଏ ଅନ୍ୟ କାଣା କହିସନ୍, କିନ୍ତୁ ତାଙ୍କର ଆକାରଟା ନିରାକାର। ହେନ୍ତାକି ଯେତେବେଳେ କୌଣସି ପୁରୁଷ ଅସତ୍କର୍ମ କରସି ସେ ଅସୁର ବନସି। ଯେତେବେଳେ କେନ୍ ସେ ନାରୀ ସତ୍କର୍ମ କରସି ସେ ଅସୁର ବନସି। ହେନ୍ତା ଗୋଟେ ନେଗେଟିଭ୍ ଏନର୍ଜିଟେ ଅଛି ଯେନ୍ଟାକି ଓମ୍ର ଠିକ୍ ଉଲ୍ଟା। ତ ଓಂ ଏଇଟା ପଜିଟିଭ୍ ଏନର୍ଜି, ଆମକୁ ପଜିଟିଭ୍ ଏନର୍ଜି ଆଡ଼ିକି ହିଁ ଯିବାର କଥା, ନା କି ନେଗେଟିଭ୍ ଏନର୍ଜି ଆଡ଼ିକି। ଏମାନେ ଟଣେଇ ଡ୍ରାଗନ୍ ଭୂତ ପ୍ରେତ ଯେତେ ପ୍ରେତ ଆତ୍ମା ଗୁଡ଼ାକ ଏ ନେଗେଟିଭ୍ ଏନର୍ଜି ଆଡ଼ିକି ଯାଏସନ୍। ଯେତ୍କି ଭଲ୍ କାମ କରସନ୍, ଯେତ୍କି ପଜିଟିଭ୍ ଏନର୍ଜି ବାଲି ସେମାନେ ଇଆଡ଼ିକି ଯାଏସନ୍। ପଜିଟିଭ୍ ଏନର୍ଜି ଆଡ଼ିକି ଦୁଇଟା ତାକ ଯାଏନ ପାୱାରଫୁଲ୍, କିନ୍ତୁ ଆମକୁ ପଜିଟିଭ୍ ଏନର୍ଜି ଆଡ଼ିକି ଯିବାର ଅଛି। କାହିଁକିନା ଏ ନେଗେଟିଭ୍ ଏନର୍ଜି, ବ୍ଲାକ୍ ଏନର୍ଜି, ଡାର୍କ ଏନର୍ଜିଟା ଟେମ୍ପୋରାରୀ, କିନ୍ତୁ ଏ ଓଁକାରେଶ୍ୱର ଯାଙ୍କର କି ରଙ୍ଗ ଲାଲ ସେ ସବୁବେଳେ ପରମାନେଣ୍ଟ ହିଁ। ଓମ୍ ଶାନ୍ତି, ଶକ୍ତି, ଶାନ୍ତି।